ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଏହି ଛଅଟିର ଅପମାନ କେବେ ବି ଭୁଲରେ କରନ୍ତୁ ନାହିଁ ନଚେତ୍ ହୋଇଯିବ ସର୍ବନାଶ। ବନ୍ଧୁଗଣ, ଶ୍ରୀମଦ୍ ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ 6 ପ୍ରକାର ଜିନିଷର ଅପମାନ କରିବା ଉଚିତ ନୁହେଁ ବୋଲି କହିଛନ୍ତି, ନଚେତ୍ ଭୋଗିବାକୁ ପଡ଼େ ଦଣ୍ଡ। ବେଦ, ଦେବତା ଓ ଋଷି ମୁନି ସହ ଆହୁରି 6ଟି ଜିନିଷ ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି ଅପମାନ କରିବା ଉଚିତ ନୁହେଁ। ବହୁତ ପ୍ରକାର ପୌରାଣିକ କଥା ଶ୍ରୀମଦ୍ ଭଗବଦ୍ ଗୀତାରେ ଉଲ୍ଲେଖ ହୋଇଛି। ଏହା ସହ ଜୀବନର କେତେ ନୀତି ଓ ରୀତି ବି ଉଲ୍ଲେଖ ଅଛି। କେତେ ଜାଗାରେ ଭଗବାନ ଶ୍ରୀକୃଷ୍ଣ ଓ କେତେ ଋଷିମାନେ ଏହି ରୀତି ନୀତିର ଉଲ୍ଲେଖ କରିଛନ୍ତି। ଆଜି ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛି। ଶ୍ରୀମଦ୍ ଭଗବଦ୍ ଗୀତାର ଶ୍ଲୋକ, ଯଦା ଦେବେଷୁ ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ ଧର୍ମ ମରିଚ ବିଦ୍ୱେଷଃ ସ ବା ଆଶୁ ବିନଶ୍ୟେତ। ଏହାର ଅର୍ଥ, ଦେବତାମାନଙ୍କ ସହ ଶତ୍ରୁତା ହୋଇଥିଲା ରାବଣର ବିନାଶର କାରଣ। ରାବଣ ସବୁ ଦେବତାଙ୍କୁ ନିଜ ଶତ୍ରୁ ମାନୁଥିଲା। ରାବଣ ଗୋଟି ଗୋଟି କରି ସବୁ ଦେବତାଙ୍କୁ କଷ୍ଟ ଦେବାରେ ଲାଗିଥିଲା। ଏହି ବ୍ୟବହାର ଓ ଘମଣ୍ଡ ପାଇଁ ତାର ବିନାଶ ହୋଇଥିଲା। ରାବଣ ସଂହାର ପାଇଁ ରାମ ଧରାରେ ଜନ୍ମ ହୋଇଥିଲେ। କେତେ ଅସୁରମାନଙ୍କ ମୃତ୍ୟୁର କାରଣ ବେଦର ଅପମାନ। କେତେ ଅସୁର ଭଗବାନ ବ୍ରହ୍ମାଙ୍କ ହାତରୁ ବେଦ ଛଡ଼େଇବା ପାଇଁ ଚେଷ୍ଟା ଓ ବେଦକୁ ନଷ୍ଟ କରିବା ପାଇଁ ବିଚେଷ୍ଟା କରିଥିଲେ। ସେଥିପାଇଁ ତାଙ୍କର ବିନାଶ ହେଲା। ଗୋମାତା ଅପମାନ ପାଇଁ ବଳାସୁରର ମୃତ୍ୟୁ ହୋଇଥିଲା। ବଳାସୁର ଏକ ଅସୁର ଥିଲା। ଥରେ ସେ ଦେବତାଙ୍କ ସବୁ ଗାଈକୁ ଅପହରଣ କଲା ଓ ପୀଡ଼ା ଦେବା ଆରମ୍ଭ କଲା। ଯେତେବେଳେ ଇନ୍ଦ୍ରଦେବଙ୍କୁ ଏହି କଥା ଜଣାପଡ଼ିଲା, ସେ ବଳାସୁରର ବଧ କରିଦେଲେ। ଋଷି ଅପମାନ ପାଇଁ ଦୁର୍ଯ୍ୟୋଧନକୁ ମିଳିଥିଲା ଅଭିଶାପ। ମହର୍ଷି ମୈତ୍ରେୟ ଦୁର୍ଯ୍ୟୋଧନକୁ ବୁଝାଉଥିଲେ କି ଅଧର୍ମ ଓ ଈର୍ଷା ଛାଡ଼ି ଧର୍ମ ପଥକୁ ଅନୁସରଣ କର। କିନ୍ତୁ ସେତେବେଳେ ଦୁର୍ଯ୍ୟୋଧନ ତାଙ୍କ କଥାରେ ହସିଦେଲେ। ସେଥିପାଇଁ ରାଗି କରି ମହର୍ଷି ମୈତ୍ରେୟ ଦୁର୍ଯ୍ୟୋଧନକୁ ଅଭିଶାପ ଦେଇଥିଲେ। ପୂଜା ଓ ଧର୍ମ କାମ ପାଇଁ ଖରାପ ଭାବିବାରୁ ମିଳିଥିଲା ଅଶ୍ୱତ୍ଥାମାକୁ ଯନ୍ତ୍ରଣା। ଅଶ୍ୱତ୍ଥାମା ସବୁବେଳେ ଅଧର୍ମର ପକ୍ଷ ଦେଉଥିଲେ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କେବେ ମୁକ୍ତି ନ ପାଇବାର ଅଭିଶାପ ଦେଇଥିଲେ। ବ୍ରାହ୍ମଣ ଅପମାନ ପାଇଁ ମୃତ୍ୟୁ ପାଇଥିଲେ ଆତାପି ଓ ବାତାପି ରାକ୍ଷସ। ଆତାପି ଓ ବାତାପି ବ୍ରାହ୍ମଣମାନଙ୍କୁ ଭୋଜନ ପାଇଁ ଡାକି ତାଙ୍କର ବଧ କରି ଦେଇଥିଲେ। ସେଥିପାଇଁ ତାଙ୍କ ବଧ ସୁନିଶ୍ଚିତ ଥିଲା। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।